जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम करी ଆମେ ଆମର ଆରମ୍ଭ କଲୁ ଆଜିର ଟପିକ କି ଆମେ ଯେତେବେଳେ ଘର ଭିତରକୁ ପ୍ରବେଶ କରୁ ଆମର ଘରର ପାଚିରିର ଗେଟ୍ ଆଉ ଆମର ଗେଟ୍ କୋଉ ଦ୍ୱାରରେ ରହିଛି ସେଇଟା ଜାଣିବା ଆମର ବେଶୀ ଦରକାର ଏବଂ ତାର ଏଫେକ୍ଟଟା କଣ ହବ ସେଇ ଜିନିଷ ବିଷୟରେ ଆଜି ଆମର କ୍ଲାସଟି ରହିବ। ଏଇ କ୍ଲାସର ମେନ୍ ଟପିକ ରହିବ ଏଇଆ ଯେ ଘର ଭିତରକୁ ପ୍ରବେଶ କରିବାର ସୂତ୍ର ମାନେ ତମେ ତମର ଘରର ପାଚିରି ଭିତରୁ ଘର ଭିତରକୁ ଯୋଉ ପ୍ରବେଶ କରୁଛ ସେଇଟା ବାସ୍ତୁ ଅନୁଯାୟୀ ଠିକ ଅଛି ନା ନାହିଁ ସେ ବିଷୟରେ ଆମେ ଜାଣିବା। କ୍ଲିୟର ଭାଇ ଦେଖ ଆମର ବାସ୍ତୁରେ ଆମେ ଜାଣିଛେ ମହାଦ୍ୱାର କଥା ଆମେ ପ୍ରତ୍ୟେକ ମହାଦ୍ୱାର ବିଷୟରେ ଜାଣିବା ହେଲେ ସେ ମହାଦ୍ୱାର ବିଷୟରେ ଜାଣିବା ଆଗରୁ ଘରେ କେମିତି ପ୍ରବେଶ କରିବା ଆମ ପାଚିରି ଗେଟ୍ ଭିତରୁ ଘର ଭିତରୁ କେମିତି ପ୍ରବେଶ କରିବା ସେଇଟା ଆମେ ତାର ସୂତ୍ର ଗୁଡାକ ଆଜି ଜାଣିବା। ଗୃହ ଭିତରକୁ ଆଜିର ଟପିକ ର ନାଁ ହେଲା ଗୃହ ଭିତରକୁ ପ୍ରବେଶ କରିବାର ମୁଖ୍ୟ ସୂତ୍ର। ଟୋଟାଲ ଚାରିଟା ଟାଇପ ର ଅଛି ମୁଁ ଚାରିଟା ଟାଇପ ର ଜିନିଷଟା ବନେଇବି। ପ୍ରଥମ ପ୍ରବେଶକୁ କହିବୁ ଆମେ ଉତ୍ସଙ୍ଗ ପ୍ରବେଶ। ଠିକ ଅଛି ଆଗ ଉତ୍ସଙ୍ଗ ପ୍ରବେଶ କଣ ସେଟାକୁ ଭଲସେ ଜାଣିବା। ଏଇ ଚିତ୍ରଟା ଆପଣ ମାନେ ଦେଖନ୍ତୁ। ଉତ୍ସଙ୍ଗ ପ୍ରବେଶ ମାନେ ଏଇଟା ହେଲା ତମ ପାଚେରୀ, ଏଇଟା ହେଲା ପାଚେରୀ, ଏଇଟା ହେଲା ଘର। ଯଦି କୌଣସି ଲୋକର ମୁଖ୍ୟ ଗେଟ୍ ଘରର ମୁଖ୍ୟ ଗେଟ୍ ଏଇ ଯୋଉ ଘରର ମୁଖ୍ୟ ଗେଟ୍ ଏବଂ ପାଚିରୀର ମେନ୍ ଗେଟ୍ ଯଦି ଗୋଟିଏ ଡିରେକ୍ସନରେ ରହିଲେ ଏକା ଦିଗରେ ରହିଲେ ଏଠି ଏକା ଦିଗରେ ରହିଛନ୍ତି ଦେଖ ଗୋଟେ ଲୋକଟା ଏଠି ରାସ୍ତାରୁ ଆସିବ ଯୋଉ ଗେଟ୍ ଦେଇକି ଘରର ପାଚେରୀ ଭିତରକୁ ପଶିଲା ସେଇ ଘରର ସେଇ ଦିଗ ଦେଇକି ସେ ଘରର ମେନ୍ ଗେଟ୍ କୁ ପ୍ରବେଶ କଲା। ଏହାକୁ ବାସ୍ତୁ ମତରେ ବହୁତ ଶୁଭ ବୋଲି କହନ୍ତି। କଣ କହନ୍ତି? ବହୁତ ଶୁଭ। ଠିକ ଅଛି। ଦ୍ଵିତୀୟଟାକୁ କଣ କହିବା ନା ପୂର୍ଣ୍ଣବାହୁ ପ୍ରବେଶ। ପୂର୍ଣ୍ଣବାହୁ ପ୍ରବେଶ ପଦ୍ଧତି। ପୂର୍ଣ୍ଣବାହୁ ପ୍ରବେଶ ପଦ୍ଧତି କେମିତି କଣ ରହୁଛି ଦେଖିବା। ଏଇଟା ତମ ପାଚିରୀ ରହିଲା, ଏଇଟା ତମ ଘର ରହିଲା। ତ ଯୋଉଠି ପାଚିରୀର ମୁଖ୍ୟ ଗେଟ୍ ଭିତରେ ଏଇଟା ହେଲା ପାଚେରୀ, ଆଗ ଲେଖିଦିଅ। ଏଇଟା ହେଲା ପାଚେରୀ, ଏଇଟା ହେଲା ଘର। ଯୋଉଠି ପାଚେରୀର ମୁଖ୍ୟ ଗେଟ୍ ରେ ପଶିଲା ପରେ ଘରର ମୁଖ୍ୟ ଗେଟ୍ କୁ ପଶିବା ପାଇଁ ବାଁ ଦିଗରୁ ଯାଇକି ଡାହାଣରେ ପଶୁଛି ସେଟାକୁ କହିବା ପୂର୍ଣ୍ଣବାହୁ ପ୍ରବେଶ। ଏଇଟାକୁ ମଧ୍ୟ ବାସ୍ତୁ ମତେ ଶୁଭ। ଏଥିରେ କଣ ହୁଏ ନା ଉଭୟ ଏଇ ଉତ୍ସଙ୍ଗ ପ୍ରବେଶରେ ଏବଂ ପୂର୍ଣ୍ଣବାହୁ ପ୍ରବେଶରେ ଲୋକମାନଙ୍କୁ ଏଇ ପ୍ରବେଶଟା ଘରକୁ ପଶିବାଟା ଭାଗ୍ୟବାନ, ଧନବାନ ଏବଂ ବିଜୟୀ କରାଏ ପ୍ରତ୍ୟେକ କାମରେ। ଠିକ ଅଛି। ଏଇ ଦିଟା ଯୋଉଠି ପ୍ରବେଶ ଥିବ ସେଇଠି ବାସ୍ତୁ ମତେ ଶୁଭ। ଏବେ ଆମେ ଜାଣିବା ଯେ ଆଉ କଣ ପ୍ରବେଶ କରିବାର ପଦ୍ଧତି ରହିଛି ଏବଂ ସେଟା କେତେ ମାତ୍ରାରେ ଅଶୁଭ। ଏବେ ଯୋଉ ଦିଟା ଶୁଭ ଦିଟା ସରିଗଲା, ବର୍ତ୍ତମାନ ଆମେ ଅଶୁଭ ଦିଟାକୁ ଆଲୋଚନା କରିବା। ଘର ଭିତରକୁ ପଶିବାର ଅଶୁଭ ଗୁଡାକ ଆଲୋଚନା କରିବା। ଠିକ ଅଛି ରାଜ ବାବୁ।
ବର୍ତ୍ତମାନ ଆମେ ଜାଣିବା ଘର ଭିତରକୁ ପଶିବାର ଅନ୍ୟ କଣ ଅଛି। ଏଇଟା ବର୍ତ୍ତମାନ ଘର ଭିତରକୁ ପଶିବାର ଅଶୁଭ ଜିନିଷ ଗୁଡାକ ଆମେ ଜାଣିବା। 3ରେ କଣ ରହିବ ନା ହୀନ ବାହୁ ପ୍ରବେଶ। ଏଟା କହିବା ହୀନ ବାହୁ ପ୍ରବେଶ ଗୋଟେ, ଆଉ ଗୋଟେ କହିବା ପ୍ରତ୍ୟକ୍ଷ ପ୍ରବେଶ। ଏ ଦିଟା ପ୍ରବେଶ ଯାହାର ଥିବ ସେ ଘର ଭାରି ଅସୁବିଧା ହଉଥିବ। ଏଟା ମୁଁ ଲାଷ୍ଟକୁ ବି କହିବି ଯେ କାହିଁକି ଏ ଦିଟା ପ୍ରବେଶ ଖରାପ। ଏଇଟା ଆପଣଙ୍କର ପାଚିରି ହେଇଗଲା। ଏଇଟା ଆପଣଙ୍କର ଘର ହେଇଗଲା। ଯଦି ପାଚିରିର ମୁଖ୍ୟ ଗେଟରେ ପ୍ରବେଶ କଲା ପରେ ଡାହାଣ ଆଡକୁ ଯାଇ ବାଁ ଆଡରେ ପଶୁଛ ଘର ଭିତରକୁ, ତାକୁ କହନ୍ତି ହୀନ ବାହୁ ପ୍ରବେଶ। ଏଇଟା ଏଇଭଳିଆ ପ୍ରବେଶ ଯୋଉ ଘରେ ଦେଖିବ, ତା ଘରେ ସବୁବେଳେ ଅର୍ଥହାନି ଲାଗି ହିଁ ରହିବ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ହିଁ ରହିବ। ଏଇ ପ୍ରବେଶ ଯାହାର ଥିବ, ମୁଖ୍ୟ ପାଚିରିରୁ ପଶିବ, ଡାହାଣକୁ ମୋଡିବ, ବାଁକୁ ମୋଡି ଘରେ ପଶିବ, ଏ ଘରେ ସବୁବେଳେ ଅର୍ଥ ସମସ୍ୟା ଲାଗି ରହିବ ଏବଂ ଲୋକମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଲାଗି ରହିବ ସଦା ସର୍ବଦା। ତାପରେ ଆସିଲା ପ୍ରତ୍ୟକ୍ଷ ପ୍ରବେଶ। ଏଇଟା ହେଇଗଲା ଧର ପାଚିରି। ଏଇଟା ହେଲା ଆପଣଙ୍କର ଘର। ଯଦି କୌଣସି ଘରର ମୁଖ୍ୟ ଗେଟ, ଏଇଟା ହେଲା ପାଚିରି, ଏଇଟା ହେଲା ଘର। ଯଦି କୌଣସି ଘରେ ପାଚିରିର ଗେଟକୁ ପ୍ରବେଶ କଲା ପରେ ଏପଟେ ବୁଲିକି ହଉ ଚାहे ଏପଟେ ବୁଲିକି ହଉ, ମାନେ ପାଚିରିର ଗେଟ ଯୋଉ ପଟେ ଥିବ, ଘରର ଗେଟ ତାର ବିପରୀତ ଦିଗରେ ଥିବ, ଏଟାକୁ କହନ୍ତି ପ୍ରତ୍ୟକ୍ଷ ପ୍ରବେଶ। ଏଟାକୁ ବହୁତ ଅଶୁଭ ବୋଲି କନସିଡର କରାଯାଏ। ଏଟା ସବୁଠୁ ଅଶୁଭ। ଏ ଘରେ ବହୁତ ପ୍ରକାର ପ୍ରୋବ୍ଲେମ ହୁଏ, ମାନେ ପ୍ରୋବ୍ଲେମ ଗଣି ପାରିବନି। ମନରେ ସଦା ସର୍ବଦା ଅଶାନ୍ତି, ଧନ ହାନି, ହୁଁ ହୁଁ ବନ୍ଧୁ ମାନଙ୍କ ସହିତ ପ୍ରୋବ୍ଲେମ, ଘର ବାଲାଙ୍କ ସହିତ ପ୍ରୋବ୍ଲେମ, ସବୁବେଳେ ପ୍ରୋବ୍ଲେମ। କ୍ଲିୟର? ହୁଁ ତେଣୁ ଆମେ ଏଇ ଘର ଭିତରକୁ ପ୍ରବେଶ କରିବାର ମୁଖ୍ୟ 4ଟା ସୂତ୍ର ଆମେ ଜାଣିଲେ। ତେବେ ଏବେ ଆପଣ ମାନେ ନିଜେ ମନକୁ ମନ ରିଲେଟ କରିପାରିବେ, ଠିକ ଅଛି, ଯେ ହୁଁ ଆପଣ ମାନେ ଯୋଉ ଘର ଭିତରକୁ ପ୍ରବେଶ କରୁଛନ୍ତି, ସେ ପ୍ରବେଶଟା ଠିକ ହଉଛି କି ନାହିଁ। ଏଟା ବାସ୍ତୁ ମତେ ଠିକ କି ବାସ୍ତୁ ମତେ ଭୁଲ। ଆଉ ୟାର କୌଣସି ମାତ୍ରାରେ ପ୍ରତିକାର ନାହିଁ। ହୁଁ ଏଇ ଯୋଉ ପ୍ରୋବ୍ଲେମଟା ଅଛି, ୟାର କୌଣସି ପ୍ରତିକାର ନାହିଁ। ଯିଏ ତମକୁ ଭଣ୍ଡେଇ ଭାଣ୍ଡେଇ ଯେକୌଣସି ପ୍ରତିକାର ଦେଲେ ବି ୟାର ପ୍ରତିକାର ନାହିଁ, ଯେପର୍ଯ୍ୟନ୍ତ ତମେ ଏଣ୍ଟ୍ରି କରିବାର ପୋଜିସନ ଟା ପାଚିରି ହିସାବରେ ଚେଞ୍ଜ ନ କରିଛ। କ୍ଲିୟର? ହୁଁ। ତେବେ ଆଜିର ସେସନ ପାଇଁ ଏତିକି। ଆମେ ନେକ୍ସଟ ସେସନରେ ବିଭିନ୍ନ ଯୋଉ ମହାଦ୍ୱାର ଅଛି ତା ବିଷୟରେ ସମ୍ୟକ ଛୋଟ ଗୋଟେ ଧାରଣା ନବା। ଆଜି ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।